ଯେଉଁମାନେ ସମ୍ପୃକ୍ତ ଘଟଣାରେ ସେମାନେ ଯେଡ଼େ ବଡ଼ ଲୋକ ହୁଅନ୍ତୁ ତାକୁ ଗିରଫ କରାଯିବ। ଏଇଟା ନିଶ୍ଚିତ କଥା। ଏଇଟା ଏକ ରାଜନୈତିକ ଏବଂ ବ୍ୟବସାୟିକ ହତ୍ୟା। ଆଉ ଏଇ ହତ୍ୟାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନେ ଯେଡ଼େ ବଡ଼ ଲୋକ ହୁଅନ୍ତୁ ନା କାହିଁକି ଗିରଫ କରାଯିବ। ବିଜେଡି ଆମ ବିଜେଡିର ହେଲେ ଯେ କ'ଣ ହେଲା, ବିଜେଡିର ହେଇଗଲେ ଯେ ତାଙ୍କୁ ଛଡ଼ାଯିବ ଏବଂ କଂଗ୍ରେସର ହେଲେ ତାଙ୍କୁ ଧରାଯିବ, ଏଟା କିଛି ନାହିଁ। ଯେଉଁମାନେ ସମ୍ପୃକ୍ତ ସେ ବିଜେପି ହୁଅନ୍ତୁ, ବିଜେଡି ହୁଅନ୍ତୁ, କଂଗ୍ରେସ ହୁଅନ୍ତୁ, ଏଇଟା ବିଚିତ୍ରତା। ଏଇଟା ଗୋଟେ ବଡ଼ ବିଚିତ୍ର କଥା ଯେ ଯେଉଁ ଲୋକ କହୁଥିଲା ଆଇନକୁ ତା ବାଟରେ ଯିବାକୁ ଦିଅ, ସେହି ଲୋକ ଆଜି ତାଙ୍କର ସୁରକ୍ଷା ପାଇଁ ବାହାରୁଛି। ସେଟା ବଡ଼ ବିଚିତ୍ର କଥା। ନିଯୁକ୍ତି କ୍ଷେତ୍ରରେ ଯେଉଁ ଦୁର୍ନୀତି ହେଇଥିଲା ସେଟା ପ୍ରକୃତରେ ସିବିଆଇକୁ ଯେଉଁ ଦିଆଯାଇଛି ସେଟା ସ୍ୱାଗତ। ଯେଉଁମାନଙ୍କର ହାତ ଅଛି ବାହାରିବ। ଯେଉଁମାନଙ୍କର ବହୁତ ଚାପ ଥିଲା ଆମ ଉପରେ କାହିଁକି ଏଇଟା କରୁନାହ ବୋଲି, ମୁଖ୍ୟମନ୍ତ୍ରୀ ଯେଉଁ ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି ଏଇଟା ଯୁକ୍ତିଯୁକ୍ତ। ଆହୁରି ତ ମୁଁ ତ ଆଉ ଦାବି କରୁଥିଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କରଟା ବି ସିବିଆଇକୁ ଦେବା କଥା, ନବ ଦାସର ମୃତ୍ୟୁ କଥା ବି ଦେବା କଥା, ଆଉ ଆମର ମମିତା ମେହେରଟା ବି ସିବିଆଇ। ଏ ତିନିଟା କେସ୍ ମୁଁ ତ ଆଗରୁ ମୋର ଷ୍ଟାଣ୍ଡ କ୍ଲିୟର ଥିଲା ଏବଂ ଏବେ ବି ମୁଁ କହୁଛି ଏଇ ତିନିଟା କେସ୍ ବି ସିବିଆଇ ତଦନ୍ତ କରିବା। ଅବଶ୍ୟ ବହୁତ ଗୁଡ଼ିଏ ସାକ୍ଷୀ ଫାକ୍ଷୀ ସବୁ ଏପଟ ସେପଟ କରିସାରିଥିବେଣି, କିନ୍ତୁ ଏଇ ଘଟଣାଟା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ରହିଛି। ଏଇ ତିନିଟା ସନ୍ଦେହକୁ ଦୂର କରିବା ପାଇଁ ତଦନ୍ତ ସିବିଆଇକୁ ଦେବା କଥା ମୁଁ ଭାବୁଛି। ସେଟା ସେମାନେ ସିବିଆଇକୁ କୁହନ୍ତୁ କିଏ ପୋଡ଼ିଛନ୍ତି ତ ସେମାନେ ନା, ତାଙ୍କ ସମୟର କଥା। ଯଦି ପୋଡ଼ିଥିବ ବୋଲେ ସେମାନେ ପୋଡ଼ିଥିବେ, ତ ତାହେଲେ ସେମାନେ ନିଜେ ନିଜର କଥାକୁ କହୁଛନ୍ତି ଯେ ପୋଡ଼ି ପାଡ଼ି ଦେଇଛୁ ଆମେ ବୋଲି, ଆମେ କ'ଣ କହିପାରିବୁ ସେଟା ଉପରେ।